ମାଗଣା ଅରୁଣ କୁମାର ରାୟ ଏବଂ ଆମ ସଂଘର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଏଠାରେ ଉପସ୍ଥିତ ଥିଲେ, କେସିଆର ବରିଷ୍ଠ ସଭ୍ୟ ଏବଂ ଆମର ଆଜିର କାର୍ଯ୍ୟକ୍ରମର ସଭାପତି ବିଶ୍ୱଜିତ ପଣ୍ଡା ମହୋଦୟ ଉପସ୍ଥିତ ଅଛନ୍ତି। ମୁଁ ଏବେ ସମସ୍ତଙ୍କୁ ସ୍ୱାଗତ କରିବି କାର୍ଯ୍ୟକ୍ରମରେ ଏବଂ ଆରମ୍ଭକୁ ଧନ୍ୟବାଦ ଦେବି। ତାର କାରଣ ଆଜି ଯେନ୍ ବ୍ୟସ୍ତବହୁଳ କାମ ବିଶେଷ କରି ଆପଣମାନଙ୍କ ସମୟର ବହୁତ ଅଭାବ ଥିସି, ବହୁତ କାର୍ଯ୍ୟକ୍ରମ ଥିସି, ତାର ସତ୍ତ୍ୱେ ଆମର ଅନୁରୋଧକେ ଆପଣମାନେ ରକ୍ଷା ପ୍ରଥମ କଥା ହେଲା ଏଇ ସଂଘଟା ବହୁତ ପୁରା ପ୍ରାୟ ପାଖାପାଖି 36 ବର୍ଷ ଥିଲା। এটা 89-90 ରେଜିଷ୍ଟର୍ଡ ହେଇକି এই ସଂଘରେ ଆସିଲେ ସକ୍ରିୟ ନାହିଁ। ପର୍ଯ୍ୟାୟକ୍ରମେ ବର୍ତ୍ତମାନ ଅବସରର ସମୟ ଆସିଛି, ସମସ୍ତ ପୁଣି ଥରେ କାର୍ଯ୍ୟକ୍ରମ କରିବାର ପ୍ରୟାସ କରିଛନ୍ତି। ସେଥିପାଇଁ ସେମାନଙ୍କୁ ମୁଁ ଧନ୍ୟବାଦ ଏବଂ ବିଭିନ୍ନ ଲୋକହିତକର କାର୍ଯ୍ୟରେ ମାନେ ବ୍ୟସ୍ତ ଥିଲେ ଏବଂ କାମ କରାଉଥିଲା। ବହୁତ ପ୍ରଶଂସା ଯେ ଅବସର ବୃତ୍ତିଗତ ବା ପେଶାଗତ ବ୍ୟସ୍ତତାରୁ ଟିକେ ମୁକୁଳି ପାରିଲେ। ପୁଣି ଥରେ ମୁଁ ହେଉଛି ହୀରାଲାଲ ବେହେରା, ରତ୍ନାକର ବେହେରା ଯୁବକ ସଂଘର ସମ୍ପାଦକ। ଆମର ମାର୍ଚ୍ଚ 1 ତାରିଖ ସକାଳ 8ଟାରୁ ରୋଗୀ ଥିବା ପର୍ଯ୍ୟନ୍ତ ଧନପଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ କାର୍ଯ୍ୟକ୍ରମ, ସ୍ୱଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ରହିଛି ଏବଂ ଏଥିରେ ସମ୍ବଲପୁର ଜିଲ୍ଲାର ଏବଂ ଭୀମସାରର ସୁନାମଧନ୍ୟ ଡାକ୍ତର ପାଖାପାଖି 12ରୁ 14 ଜଣ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଏବଂ 2 ଜଣ ଆୟୁର୍ବେଦିକ ଏବଂ ହୋମିଓପାଥିକ ଡାକ୍ତର ମଧ୍ୟ ରହିବେ। ଏବଂ ଏହାର ଉଦ୍ଦେଶ୍ୟ ହେଲା ଯେ ଆମ ଅଞ୍ଚଳରେ ପାଖାପାଖି ଧନପଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଖାପାଖି 4ଟି ୱାର୍ଡ଼କୁ ନେଇକରି ମାନେ ଏ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଏହାର ଆଖପାଖ ଅଞ୍ଚଳର ଲୋକ ଆଉ କିପରି ଭାବରେ ମାଗଣା ସ୍ୱାସ୍ଥ୍ୟ ସେବା ପାଇବେ ଏବଂ ଆମେ ଆମର ସଂଘ ତରଫରୁ ଏବଂ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କୁ ଔଷଧ ଦେବା ପାଇଁ ସେମାନେ ସ୍ୱୀକୃତି ପ୍ରଦାନ କରିଛନ୍ତି। ଆଜି ଆପଣମାନଙ୍କୁ ଡାକବାର ଉଦ୍ଦେଶ୍ୟ ହେଲା ଯେ ଆମେ ରତ୍ନାକର ବେହେରା ଯୁବକ ସଂଘ ଧନପଡ଼ା ତରଫରୁ ଗୋଟେ ବିଶେଷ କାର୍ଯ୍ୟକ୍ରମ ରଖିଛୁ ଆଗାମୀ 1 ତାରିଖ ରବିବାର, ମାନେ ମାର୍ଚ୍ଚ 1 ତାରିଖ ରବିବାର ଦିନ। ଏଇଟା ହେଉଛି ଆମର ଧନପଡ଼ାର UPSC ଅର୍ବାନ୍ ପ୍ରାଇମେରୀ ହେଲ୍ଥ ସେଣ୍ଟର, ସେନ ଗୋଟେ ଆମେ କାର୍ଯ୍ୟକ୍ରମ ରଖିଛୁ ଯେ ସେଟା ହେଉଛି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ରକ୍ତଦାନ ଶିବିର ଦୁଇଟାକୁ ଗୋଟେ ଜାଗାରେ ଅନୁଷ୍ଠିତ ହେବ। ଏଥିରେ ଆମେ ଚାହୁଁଛୁ ଏଇ ଅଞ୍ଚଳର ଧନପଡ଼ା ଏବଂ ଏହାର ଆଖପାଖ ଅଞ୍ଚଳର ଯେତେ ଜନସାଧାରଣ ଅଛନ୍ ସେମାନେ ଏ ଶିବିରରୁ ଉଭୟ ଉପକୃତ ହୋଇପାରିବେ ଏବଂ ଦ୍ୱିତୀୟ କଥା ହେଲା ଯେ କିଛି ଆମେ ରକ୍ତଦାନ କରିକରି ଆମେ ଲୋକଙ୍କ ସେବା କରିବା। ତେଣୁକରି ଆପଣମାନଙ୍କର ସହଯୋଗ ବିନା ଏଇଟା ସହଯୋଗ ମାନେ ସଫଳ ନାହିଁ ହେଇପାରେ। ତେଣୁକରି ଆମେ ଆପଣମାନଙ୍କୁ ଡାକିଛୁ ଯେ ଆପଣମାନେ ଆମକୁ ସହଯୋଗ କରିବେ ଏଥିଲାଗି ଯେ ଏଇଟା ଯେନ୍ତା ବହୁଳ ପ୍ରସାରିତ ହେବା ଏବଂ ବହୁତରୁ ବହୁତ ଜନସାଧାରଣ ଆସିକି ଏଥିରେ ସାମିଲ ହେବେ ଏବଂ ଉପକୃତ ହେବେ। ଏଇଟା ହିଁ ଆମର ମୂଳ ସମ୍ପୂର୍ଣ୍ଣ ମାଗଣା। ଏହା ସମ୍ପୂର୍ଣ୍ଣ ମାଗଣା। ଏଥିରେ ଆଉ ଗୋଟେ ମୁଁ ଯୋଡ଼ିବା ଲାଗି ଚାହିଁବି ଯେ ଏଥିରେ ମାଗଣାରେ ଔଷଧ ମଧ୍ୟ ବିତରଣ କରାଯିବାର ଆମେ ଆୟୋଜନ ରଖିଛୁ। ଆମେ ତ ବ୍ୟକ୍ତିଗତ ଭାବରେ ଏବଂ ଆନୁଷ୍ଠାନିକ ଭାବେ ବିଭିନ୍ନ ଯୋଗାଯୋଗ କରିଛୁ ଲୋକମାନଙ୍କ ସହିତ, ଯାହା କରିବା କଥା ଆମେ କରିଛୁ। ତଥାପି ଆମେ ଚାହୁଁଛୁ ଏତେ ବଡ଼ ଆୟୋଜନ ସଫଳ ହେବା।